ଈଶ୍ୱର ଆମକୁ ଏପରି ଏକ ଜ୍ଞାନ ଓ କୌଶଳ ଦେଇଛନ୍ତି, ଆମେ ଆମ ଜ୍ଞାନକୁ ବ୍ୟବହାର କରି ଗୋଟିଏ ପଦାର୍ଥରୁ ଅନେକ କିଛି ବିଷୟ ତିଆରି କରିପାରୁଛୁ ଏବଂ ପ୍ରତିଟି ବିଷୟ ଭିନ୍ନ ଭିନ୍ନ କାର୍ଯ୍ୟ ଓ ଉଦ୍ଦେଶ୍ୟରେ ବ୍ୟବହାର ହୁଏ, କିନ୍ତୁ ବ୍ୟବହାର କରାଯାଉଥିବା ପଦାର୍ଥ ଗୋଟିଏ। ଭାବି ଦେଖନ୍ତୁ ତ, ବାଲି, ସିମେଣ୍ଟ ଓ ଛୋଟ ପଥରକୁ ନେଇ କିଏ ପୋଲ ବା ବ୍ରିଜ ତିଆରି କଲା ତ ଆଉ କିଏ ସେଇ ଏକା ପଦାର୍ଥକୁ ନେଇ ପାଚେରିଟିଏ ତିଆରି କଲା। କିନ୍ତୁ ପୋଲ ବା ବ୍ରିଜ ସଂଯୋଗର କାର୍ଯ୍ୟ କରେ, ଦୁଇ ଭିନ୍ନ ଭିନ୍ନ ସ୍ଥାନର ଲୋକଙ୍କୁ ସଂଯୋଗ କରେ, କିନ୍ତୁ ପାଚେରି ଭାଗ ଭାଗ କରିଦିଏ। ଯଦିଓ ପୋଲ ଓ ପାଚେରି ଗୋଟିଏ ପ୍ରକାର ଉପାଦାନରେ ଗଢ଼ା ହୁଏ, କିନ୍ତୁ ଉଭୟ ପରସ୍ପରଠାରୁ ବିପରୀତ କାର୍ଯ୍ୟ ସାଧନ କରନ୍ତି। ଗୋଟିଏ ବିଷୟ ସଂଯୋଗ କଲାବେଳେ ଅନ୍ୟଟି ଅଲଗା କରିଦିଏ। ଈଶ୍ୱର ଆମ ସମସ୍ତଙ୍କୁ ସମାନ ଭାବେ ସୃଷ୍ଟି କରିଛନ୍ତି। ଈଶ୍ୱରଙ୍କ ଦ୍ୱାରା ସମାନ ଭାବେ ସୃଷ୍ଟ ହେଲେ ମଧ୍ୟ ଆମେ ଅନେକ ସମୟରେ ନକାରାତ୍ମକ କାର୍ଯ୍ୟ କରିଥାଉ। ଈଶ୍ୱର ଚାହାନ୍ତି ଆମେ ଯେପରି ସକାରାତ୍ମକ କାର୍ଯ୍ୟ କରୁ ଓ ତାଙ୍କ ଗୌରବର କାରଣ ହେଉ। ଆଜି ଆମେ ନିଜକୁ ପ୍ରଶ୍ନ କରୁ ଯେ ଆମେ କିପରି ଜୀବନ କାଟୁଛୁ? ଆମେ କ'ଣ ପୁନର୍ମିଳନର କାର୍ଯ୍ୟ କରୁଛୁ କି ଅବା ବିଭାଜନର କାର୍ଯ୍ୟ କରୁଛୁ? ଏଣୁ ଈଶ୍ୱର ତାଙ୍କ ବାକ୍ୟ ବାଇବଲରେ ଏହି କଥା କହନ୍ତି। ସେହି ସମ୍ମିଳନର ବାକ୍ୟ ଏହି: ଈଶ୍ୱର ଖ୍ରୀଷ୍ଟଙ୍କଠାରେ ଜଗତକୁ ଆପଣା ସହିତ ସମ୍ମିଳିତ କରୁଥିଲେ। ସେ ଜଗତବାସୀଙ୍କ ଅପରାଧ ଗଣନା ନ କରି ସେହି ସମ୍ମିଳନର ବାକ୍ୟ ଆମମାନଙ୍କ ନିକଟରେ ସମର୍ପଣ କରିଅଛନ୍ତି। ଅତଏବ ଈଶ୍ୱର ଆମମାନଙ୍କ ଦ୍ୱାରା ଆହ୍ୱାନ କରୁଥିବାରୁ ଆମ୍ଭେମାନେ ଖ୍ରୀଷ୍ଟଙ୍କ ପକ୍ଷରେ ରାଜଦୂତର କର୍ମ କରୁଅଛୁ। ଖ୍ରୀଷ୍ଟଙ୍କ ପକ୍ଷରୁ ଆମ୍ଭେମାନେ ନିବେଦନ କରୁଅଛୁ, ତୁମ୍ଭେମାନେ ଈଶ୍ୱରଙ୍କ ସହିତ ସମ୍ମିଳିତ ହୁଅ।